ଆସିଲା ସୁଭଦ୍ରା ଟଙ୍କା। ହଁ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଆସିଗଲା। ଯଦି ଆପଣମାନଙ୍କର ଟଙ୍କା ଆସିନାହିଁ ତାହେଲେ ଆଜି ସନ୍ଧ୍ୟା ସୁଦ୍ଧା ଆପଣମାନଙ୍କର ବ୍ୟାଙ୍କ ଖାତାରେ ଜମା ହୋଇଯିବ। ଆଜି କୋଉମାନେ ଟଙ୍କା ପାଇବେ ଆଉ କୋଉମାନେ ଟଙ୍କା ପାଇବେ ନାହିଁ ସେହି ବିଷୟରେ ଆସନ୍ତୁ ଜାଣିବା। ତା ପୂର୍ବରୁ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାର ଛୋଟ ବଡ଼ ଅପଡେଟ୍ ନ୍ୟୁଜ୍ ସର୍ବପ୍ରଥମେ ପାଇବା ପାଇଁ ଆପଣମାନେ ଆମ ଚ୍ୟାନେଲଟିକୁ ସବସ୍କ୍ରାଇବ କରି ରଖିଥାନ୍ତୁ ଏବଂ ଭିଡ଼ିଓଟି ଯଦି ଭଲ ଲାଗେ ତାହେଲେ ନିହାତି ଭାବରେ ଗୋଟେ ଲାଇକ୍ ମଧ୍ୟ କରିଦେବେ। ତ ଦର୍ଶକ ବନ୍ଧୁ, ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା ଆଜି ସନ୍ଧ୍ୟା ସୁଦ୍ଧା ଯଦି ଆପଣମାନଙ୍କ ଖାତାରେ ଜମା ନ ହୋଇଛି ତାହେଲେ କୋଉ କାରଣରୁ ଟଙ୍କା ଜମା ହୋଇପାରି ନାହିଁ ଜାଣି ରଖନ୍ତୁ। ଏଥର ପ୍ରାୟ 2 ଲକ୍ଷରୁ ଅଧିକ ମହିଳାମାନଙ୍କର ସୁଭଦ୍ରା ଲିଷ୍ଟରୁ ନାମ କଟି ସାରିଛି। ଏହି ସୂଚନା ଆମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିଜେ ଗଣମାଧ୍ୟମ ସାମ୍ନାରେ ଦେଇଛନ୍ତି। ହୁଏତ ଏହି 2 ଲକ୍ଷ ମହିଳାମାନଙ୍କ ମଧ୍ୟରୁ ଆପଣ ମଧ୍ୟ ଥାଇପାରନ୍ତି। ତାହେଲେ ଏହି 2 ଲକ୍ଷ ମହିଳାଙ୍କର କୋଉ କାରଣରୁ ଲିଷ୍ଟରୁ ନାମ କଟିଛି ଜାଣନ୍ତୁ। ସୁଭଦ୍ରା ଯୋଜନାର ପ୍ରଥମ ଏବଂ ଦ୍ୱିତୀୟ କିସ୍ତି ଯଦି ଆଗରୁ ପାଇଛନ୍ତି, କିସ୍ତି ଟଙ୍କା ପାଇ ସାରିବା ପରେ ଯଦି ଆପଣଙ୍କ ନାମରେ ଗାଡ଼ି କରିଥାନ୍ତି କିମ୍ବା ଜମି ଜାଗା କିଣିଥାନ୍ତି କିମ୍ବା କୌଣସି କ୍ଷେତ୍ରରେ ଚାକିରି କରୁଥାନ୍ତି ତାହେଲେ ଆପଣ ଟଙ୍କା ପାଇପାରିବେ ନାହିଁ। ସରକାରଙ୍କର ଯେଉଁ ମାପଦଣ୍ଡରେ ଆପଣ ସାମିଲ ହୋଇଥିଲେ, ଟଙ୍କା ପାଇସାରିବା ପରେ ଆପଣ ସେ ମାପଦଣ୍ଡରୁ ବାହାରିଯିବା ଫଳରେ ଆପଣଙ୍କ ନାମଟି ଲିଷ୍ଟରୁ କଟିଛି। ଭିଡ଼ିଓଟିକୁ ଅଧିକ ଲମ୍ବା କରିବାକୁ ଚାହୁଁନାହିଁ। ଯଦି କିଛି ଡାଉଟ୍ ଥାଏ ତାହେଲେ କମେଣ୍ଟରେ ଜଣାନ୍ତୁ। ଆଜି ପାଇଁ ବିଦାୟ ଦିଅନ୍ତୁ। ରହିଲି। ଜୟ ଜଗନ୍ନାଥ।